ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଶାଢ଼ୀ ଅଫରକୁ ନେଇ ମହିଳାଙ୍କ ମଧ୍ୟରେ ଦଳା ଚକଟା ହୋଇଥିଲା ଏବଂ 3 ଜଣ ମହିଳା ବେହୋସ ହୋଇଯାଇଥିଲେ। ଘଟଣାଟି ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଛତ୍ରପତି ସମ୍ଭାଜୀ ନଗର ସହରରେ ଥିବା ଏକ ଶାଢ଼ୀ ଦୋକାନରେ ଏକ ଅଫର ବାବଦରେ ଘୋଷଣା କରାଯାଇଥିଲା। ଏହି ଅଫରରେ କୁହାଯାଇଥିଲା ଯେ 5,000 ଟଙ୍କା ମୂଲ୍ୟର ଶାଢ଼ୀ ମାତ୍ର 599 ଟଙ୍କାରେ ମିଳିବ। ଏହି ଅଫର ନିଆଁ ଭଳି ସବୁଆଡେ ବ୍ୟାପି ଯାଇଥିଲା। ଶସ୍ତାରେ ଶାଢ଼ୀ କିଣିବାର ଅଫର ଯେତେବେଳେ ସହର ସାରା ନିଆଁ ଭଳି ବ୍ୟାପି ଯାଇଥିଲା, ତ୍ରିମୂର୍ତ୍ତି ଛକ ଅଞ୍ଚଳରେ ଅବସ୍ଥିତ ଏକ ନୂତନ ଶାଢ଼ୀ କେନ୍ଦ୍ରରେ ହଠାତ୍ ଭିଡ଼ ଜମିଥିଲା, ଯାହା ଫଳରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳା ଚକଟା ସମୟରେ ପିଲାମାନେ ଭିଡ଼ ଭିତରେ ଚାପି ହୋଇଗଲେ, ଯେତେବେଳେ 3 ଜଣ ମହିଳା ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇଗଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ ଏବଂ ତ୍ୱରିତ ପୋଲିସ କାର୍ଯ୍ୟାନୁଷ୍ଠାନ ଦ୍ୱାରା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ଆଗାମୀ ମକର ସଂକ୍ରାନ୍ତି ପାଇଁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଅଫର ଯୋଗୁଁ ସେହି ସମୟରେ 1,000ରୁ ଅଧିକ ମହିଳା ଏବଂ ଝିଅ ଦୋକାନକୁ ଆସିଥିଲେ। ଏହି ନୂତନ ଶାଢ଼ୀ କେନ୍ଦ୍ରଟି ରବିବାର ତ୍ରିମୂର୍ତ୍ତି ରୋଡରେ ଉଦ୍ଘାଟନ କରାଯାଇଥିଲା। ଗତ 3 ମାସ ଧରି ସ୍ଥାନୀୟ ରିଲ୍ ଷ୍ଟାରମାନଙ୍କ ଦ୍ୱାରା 199 ଟଙ୍କାରୁ 599 ପର୍ଯ୍ୟନ୍ତ ଶାଢ଼ୀର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିଲା, ଯାହାକୁ ନେଇ ସକାଳ 10ଟାରୁ ମହିଳାମାନେ ଦୋକାନ ବାହାରେ ଧାଡିରେ ଠିଆ ହୋଇଥିଲେ। ମାତ୍ର 11ଟାରେ ଉଦ୍ଘାଟନ ହେବା ମାତ୍ରେ ମହିଳାମାନେ ଶାଢ଼ୀ କିଣିବା ପାଇଁ ଭିତରକୁ ଦୌଡ଼ିବାକୁ ଲାଗିଲେ। କିଛି ସମୟ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଗଲା ଏବଂ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।